କିଛି ଅଣଦେଖା କରିବା ପୂର୍ବରୁ କେୟାରଫୁଲି ହେବା ଉଚିତ। ହେଇପାରେ ତୁମେ ଆଜି ଯାହାକୁ ଅଣଦେଖା କରୁଛ କାଲି ସେ ତୁମକୁ ନିହାତି ନେସେସରି ହୋଇପଡ଼ିବ। ନିଜକୁ ଖୁସିରେ ରଖିବା ଦାୟିତ୍ୱ ନିଜର ହିଁ ଅଟେ। କୌଣସି ବି ଲୋକଙ୍କଠାରୁ ଏହା ଆଶା ରଖିଲେ ଶେଷରେ ଦୁଃଖ ହିଁ ମିଳିବ। ସମାଜ କ'ଣ କହିଲା ନ କହିଲା ସେସବୁ ନ ଶୁଣି ନିଜ ଲକ୍ଷ୍ୟ ପୂରଣ କର, କାରଣ ତୁମ ଜୀବନଟା ସମାଜର ନୁହେଁ, ତୁମ ନିଜର। କର୍ମ ଘେନି ଫଳ ଦିଅନ୍ତି ଈଶ୍ୱର, ବାଛ ବିଚାର ତ ନାହିଁ। ଅପକର୍ମ କରି ଭଲ ଫଳ ପାଇଁ ବୃଥା ଆଶା କର ନାହିଁ। ଛୁରୀରେ ଦେଇଥିବା ଆଘାତ ମିଳେଇ ଯାଇଥାଏ, କିନ୍ତୁ କଥା ଦ୍ୱାରା ଦେଇଥିବା ଆଘାତ ସବୁଦିନ ପାଇଁ ମନେ ରହିଯାଇଥାଏ। ବେଳ ଥାଉ ଉପାୟ ନ କଲେ ଜୀବନଟା ଶୂନ୍ୟ ମରୁଭୂମି ପାଲଟିଯାଏ, କାରଣ ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ। ଯେଉଁ କଥା ରଖିପାରିବନି ସେହି କଥା କାହାକୁ ଦିଅ ନାହିଁ, କାହିଁକି ନା ତୁମର ଏହି ମିଛ ପ୍ରତିଶ୍ରୁତି କାହା ଓଠରୁ ସବୁଦିନ ପାଇଁ ହସ ଛଡ଼େଇ ନିଏ। ପ୍ରଭୁ ସର୍ବଦା ମଙ୍ଗଳମୟ ମନେକରି ଜୀବନର ସମସ୍ତ କର୍ମ କରିଚାଲନ୍ତୁ। ଫଳ କାମନା ତ୍ୟାଗ କରି ଈଶ୍ୱର ଉପାସନା କରନ୍ତୁ। ବାସ୍ତବ ଦୁନିଆ ସବୁବେଳେ ଅଲଗା ହୋଇଥାଏ ଭାବନା ଦୁନିଆଠାରୁ। ସେଥିପାଇଁ ସବୁବେଳେ ବୁଝି ବିଚାରି ନିଷ୍ପତ୍ତି ନେବା ଦରକାର। ଯେବେ ମଣିଷ ଉଚ୍ଚ ସ୍ଥାନରେ ରହେ ସାଙ୍ଗମାନେ ଜାଣନ୍ତି ସେ କିଏ, ଯେତେବେଳେ ସେ ତଳ ସ୍ଥାନରେ ରହେ ସେ ଜାଣେ ତା ସାଙ୍ଗ କିଏ। ଦାତା କେବଳ ଜଣେ, ସେ ଯାହା ଦେବାକୁ ସ୍ଥିର କରନ୍ତି ତାହା ଅନେକ ମାଧ୍ୟମ ଓ ପରିସ୍ଥିତି ଦେଇ ପ୍ରାପ୍ତ ହୋଇଥାଏ।